ଶିବାଶିଷ ଜେନା ଯୁଗ ସାଙ୍ଗରେ ସମସ୍ତେ ପରିବର୍ତ୍ତନ ହଉଛନ୍ତି। ଦ୍ୱିତୀୟରେ ହେଲା ଗୋଟେ ଦୀପ ଲଗେଇବା, ତାକୁ ତେଲ ଦବା, ତା ଦେହରେ ବଳିତା ଦବା, ସେତିକି ସମୟ ଆଜିକାଲି ସମସ୍ତଙ୍କ ପାଖରେ ନାହିଁ। ତାପରେ ଦ୍ୱିତୀୟରେ ଏଇଟା ଟିକେ କଷ୍ଟ ଇଫେକ୍ଟିଭ ବି ହଉଛି। ଦୀପ ତୁଳନାରେ ତେଲ ତୁଳନାରେ ଯୋଉ ପ୍ରକାର ମାଟି ଜିନିଷ ରେଟ୍ ବଢିଲାଣି, ସେ ଅନୁସାରେ ଏଇଟା ଟିକେ ଶସ୍ତା ହଉଛି, କମ ସମୟରେ ବେଶୀ ଆଖି ସୁନ୍ଦର ଆଖି ଦୃଶ୍ୟ ହଉଛି, ସେଥିପାଇଁ ଲୋକ ଗ୍ରହଣ କରୁଛନ୍ତି। ଆମେ ବି ବାଧ୍ୟ ହେଇ ସେ ଟ୍ରେଣ୍ଡରେ ପଡୁଛୁ। ନାଇଁ, ମୁଁ ତ ଦୀପ ଆଉ ତେଲ ନଉଛି, କାହିଁକିନା ଜଡ଼ା ତେଲ ଆମର ଯୋଉଟା ପ୍ରଥା ଅଛି, ଜଡ଼ା ତେଲରେ ଆଜି ବଡ଼ ବଡ଼ୁଆଙ୍କ ପାଇଁ ମାନେ ଅନ୍ଧାରରେ ଆସି ଆଲୋକରେ ଯାଆନ୍ତୁ, ତ ଦୀପ ତେଲ ଦବା ଜରୁରୀ ଘରେ। ତ ଯେତିକି ଜରୁରୀ ଘର ପାଇଁ ଦରକାର, ତମ ବାବା ଥିଲେ ଶିଖେଇଥିଲେ, ବାବା ନାହାନ୍ତି, ବର୍ତ୍ତମାନ ମୁଁ ଯେତିକି ଚେଷ୍ଟା କରୁଛି ତାକୁ କରିବାକୁ ଚେଷ୍ଟା କରୁଛି। କ୍ୟାଣ୍ଡେଲ ଆକ୍ଚୁଆଲି ନବା ରିଜନ କଣ? କ୍ୟାଣ୍ଡେଲ ଆମର ଯାହା ଏଇଟା ଗୋଟେ ସନାତନ ଧର୍ମ, ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ କ୍ୟାଣ୍ଡେଲ ଜଳା ଯାହା ଆମେ ଜାଣିଛୁ, ଡ୍ୟୁ ରେସ୍ପେକ୍ଟ ଟୁ ଅଦର ରିଲିଜନ, ତ କ୍ୟାଣ୍ଡେଲଟା ଆମେ ଜାଣିଛୁ ଯେ ଚର୍ଚ୍ଚରେ କିମ୍ବା ଫରେନ୍ କଣ୍ଟ୍ରିରେ ତମର କ୍ୟାଣ୍ଡେଲ ଜାଳିକି ପ୍ରେୟାର କରନ୍ତି। କ୍ୟାଣ୍ଡେଲର କୌଣସି ଡିମେରିଟ୍ ମୁଁ ବାହାର କରୁନି, କିନ୍ତୁ ଦୀପର ମେରିଟ୍ କଥା ମୁଁ ଆପଣଙ୍କୁ କହୁଛି। ଦୀପଟା ଆମ ଯେହେତୁ ସଂସ୍କାର ସାଙ୍ଗରେ ଜଡ଼ିତ, ଆମେ ଛୋଟବେଳୁ ଜାଣିଛୁ, ସେଇଟା ପ୍ରତି ଟିକେ ମନ ଟାଣି ହୁଏ ବୋଲି ନେଉଛୁ। ଦୀପାବଳି ପାଇଁ ଶୁଭେଚ୍ଛା ଏ ସମସ୍ତଙ୍କୁ ଦେବି ଯେ ବର୍ତ୍ତମାନ ତ ଆପଣ ଜାଣିଛନ୍ତି ସବୁଆଡ଼ର ପଲ୍ୟୁସନ ଲେଭେଲ ଯାହା, ସବୁ ଆମେ ଯାହା ଦେବା ଏଇଟା ଭୁବନେଶ୍ୱରର ଅବସ୍ଥା ବି ସେମିତି ବର୍ତ୍ତମାନ ବହୁତ ଖରାପ। ତ ଯେତେ ସମ୍ଭବ ବର୍ତ୍ତମାନ ଧୂଆଁ ମୁକ୍ତ ଜୀବନ ଦରକାର, କାହିଁକି ନା ଆଗକୁ ଶୀତ ଦିନ ଆସୁଛି, ଏମିତିରେ ବି କ୍ଲାଇମେଟରେ ଧୂଳିର ପ୍ରଭାବ ବେଶୀ, ତ ଯେତେ ପାର ସେତେ। ତାପରେ ମୋ ଜାଣିବାରେ ବାଣ ଫୁଟେଇବାର ମାନେ ହେଲା ଆମେ ପଇସା ଦେଇକି ଗୋଟେ ବାଣ କିଣିକି ପୁଣି ସେଇ ଟଙ୍କା ଦେହରେ ନିଆଁ ଲଗେଇବା। ଆଉ ମୁଁ କାଳୀ ପୂଜାଟା ଲକ୍ଷ୍ମୀଙ୍କ ପୂଜା, ଲକ୍ଷ୍ମୀଙ୍କ ପୂଜାରେ ଟଙ୍କା ପୋଡ଼ିବା କେତେ ଦୂର ଜରୁରୀ ସେଇଟା ଆପଣ ମାନେ କହିବେ।